ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଜାନୁଆରୀ 27। ଦିନଟିର ପ୍ରଧାନ ଚିନ୍ତା। ଆମେ ଅବଶ୍ୟ ହିଁ ହୃଦୟରେ ଉଚ୍ଚ ଆକାଂକ୍ଷା ପୋଷଣ କରିବା। ସ୍ମରଣୀୟ ପଂକ୍ତି। ହେ ମହାନ ବିଶ୍ୱର ଗୀତିରାଜ ପ୍ରଭୁ, ଚାହେଁ ମୁଁ ରଖିବାକୁ ଦୃଷ୍ଟି ମୋର ତୁମଠାରେ ଅଚଳ ଅଟଳ। ଚ୍ୟୁତ ହୁଏ ଯେବେ ମୋର ଦୃଷ୍ଟି ତୁମଠାରୁ, ହରାଏ ମିଳନ ଛନ୍ଦ, ଗାନ ମୋର ହୁଏ ସୁରହୀନ। ଶିଖାଅ ମୋତେ ତୁମେ କିପରି ରଖିବି ମୁଁ ତୁମ ପ୍ରତି ଚକ୍ଷୁ ମୋର ଅପଲକ ଅବିରତ ସ୍ଥିର। ନୀତି ଉପଦେଶ। ଏହି ଜଗତ ଯେପରି ଏକ ସଙ୍ଗୀତଶାଳା ଏବଂ ଆମେ ଏକତ୍ର ହୋଇ ପ୍ରତ୍ୟେକେ ନିଜ ନିଜର ବାଦ୍ୟଯନ୍ତ୍ର ବଜାଉଥାଉ। ଆମର ଯନ୍ତ୍ରକୁ ଆମେ ଏପରି ଭାବେ ମିଳାଇବାକୁ ହେବ ଯେ ଯେପରି ସମସ୍ତଙ୍କ ସହିତ ଗୋଟିଏ ତାଳରେ ସୁର ମିଳାଇ ବାଜିବ। କୌଣସି କୌଣସି ଲୋକ ଅଛନ୍ତି ଯେଉଁମାନେ କି ସ୍ୱଭାବତଃ ଖଳ। କେବଳ ସେତିକି ନୁହେଁ, ସେ ଯେପରି ଖଳମାନଙ୍କୁ ଆକର୍ଷଣ କରନ୍ତି ଏବଂ ଖଳ ବ୍ୟକ୍ତି ସୃଷ୍ଟି କରନ୍ତି, କିନ୍ତୁ ଏପରି ଲୋକ ଅଛନ୍ତି ଯାହାଙ୍କ ଦୃଷ୍ଟିରେ ସମଗ୍ର ଜଗତ ଯେପରି ଭଗବାନଙ୍କ ମନ୍ଦିର ସଦୃଶ। ପ୍ରାର୍ଥନା। ପ୍ରେମମୟ ଦେବତା, ତୁମେ ମୋ ପ୍ରତି ତୁମର କୃପା ବର୍ଷଣ କର, ଯେପରି ମୋର ସକଳ ତ୍ରୁଟି ମୋତେ ପରିତ୍ୟାଗ କରେ, ଯେପରି ମୋର ସକଳ ସ୍ୱାର୍ଥପରତା ଓ ଅହଙ୍କାର ଦୂର ହୋଇଯାଏ, ମୋର ହୃଦୟ ଯେପରି ପବିତ୍ର ହୁଏ ଏବଂ ତୁମ ସଙ୍ଗେ ବାଦ୍ୟଯନ୍ତ୍ର ପରି ନିଖୁଣ ସୁରରେ ବନ୍ଧା ରହେ।